9 ଅକ୍ଟୋବର ଠାରୁ ମୀନ ରାଶି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଆପଣଙ୍କର ଜୀବନରେ ଚାଲୁଥିବା କିଛି ଦୁଃଖ କଷ୍ଟ ମଧ୍ୟ ଦୂର ହେବାକୁ ଯାଉଅଛି। ଆଉ ବର୍ଷ ବର୍ଷ ଧରି ଅଧା ରହିଥିବା ଆପଣଙ୍କର କାମ ମଧ୍ୟ ପୂରଣ ହେବାକୁ ଯାଉଅଛି। କାରଣ 9 ଅକ୍ଟୋବରକୁ ଦେବଗୁରୁ ବୃହସ୍ପତି ବକ୍ରି ହେବାକୁ ଯାଉଛନ୍ତି ଏବଂ ମୀନ ରାଶି ବ୍ୟକ୍ତିମାନଙ୍କୁ ଗୁରୁ ବୃହସ୍ପତି କିଛି ଶୁଭ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଏହି କାରଣରୁ ମୀନ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଚାଲୁଥିବା କିଛି ଦୁଃଖ କଷ୍ଟ ଦୂର ହେବା ସହିତ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ବର୍ଷ ବର୍ଷ ଧରି ଅଧା ରହିଥିବା ଆପଣଙ୍କର ସ୍ୱପ୍ନ ମଧ୍ୟ ପୂରଣ ହେବାକୁ ଯାଉଅଛି। ମୀନ ରାଶିର ବ୍ୟକ୍ତିମାନେ ଦୟାକରି ଏ ଭିଡ଼ିଓକୁ ଥରେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହେଲେ ଆପଣମାନେ ଜାଣିବାକୁ ପାଇବେ ଯେ 9 ଅକ୍ଟୋବର ଠାରୁ ଆପଣଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ଆସିବାକୁ ଯାଉଅଛି। ପ୍ରିୟ ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଛୋଟିଆ ଅନୁରୋଧ ରହିଲା ଯେ ଯଦି ପ୍ରଥମ କରି ଆମ ଚ୍ୟାନେଲରେ ଆସିଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ଆଉ ଯଦି ଭିଡ଼ିଓ ପସନ୍ଦ ଲାଗେ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ସହୃଦୟରେ ଓମ୍ ନମଃ ଗୁରୁଦେବାୟ ଅବଶ୍ୟ ଲେଖନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା ଗୁରୁ ବୃହସ୍ପତି ବକ୍ରି ସ୍ଥିତିରେ ବିରାଜମାନ ରହିକି ମୀନ ରାଶି ବ୍ୟକ୍ତିମାନଙ୍କୁ 9 ଅକ୍ଟୋବର ଠାରୁ କେଉଁ ସବୁ ଶୁଭ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଆଉ ଜାଣି ରଖନ୍ତୁ ଯେ ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ମୀନ ରାଶିର ବ୍ୟକ୍ତିମାନେ ଏବେ ଧ୍ୟାନ ଦେଇକି ଶୁଣନ୍ତୁ। ଆପଣଙ୍କର ରାଶିର ସ୍ୱାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ଗୁରୁ ବୃହସ୍ପତି 9 ଅକ୍ଟୋବରକୁ ଆପଣଙ୍କର ରାଶିରେ ତୃତୀୟ ଘରେ ବକ୍ରି ହୋଇଯିବେ ଏବଂ ଆପଣଙ୍କୁ ପ୍ରଥମ ଘର ଏବଂ ଦଶମ ଘରର ଫଳ ଦେବେ। ଆଉ ଜାଣି ରଖନ୍ତୁ ଯେ ଯେବେ ବୃହସ୍ପତି ବକ୍ରି ହୋଇଯିବେ ଆପଣଙ୍କର ପ୍ରଥମ ଘର ଏବଂ ଦଶମ ଘରର ଅଧା ରହିଥିବା କାମକୁ ପ୍ରଥମେ ପୂରଣ କରିବେ। ପ୍ରଥମେ ଜାଣିବା ବୃହସ୍ପତି ଆପଣଙ୍କୁ ଦଶମ ଘରର ଫଳ ଦେବା ହେତୁ ଆପଣଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ଆସିବ। ଆଉ ଦଶମ ଘର ହୋଇଥାଏ କାମ କାର୍ଯ୍ୟର ଘର ଏବଂ କ୍ୟାରିୟରର ଘର। ଆଉ ମୀନ ରାଶିର ବ୍ୟକ୍ତିମାନେ ଜାଣି ରଖନ୍ତୁ ଯେ ଯେବେ ବୃହସ୍ପତି ବକ୍ରି ହୋଇଯିବେ ଯେଉଁ ବ୍ୟକ୍ତିମାନେ ବର୍ଷ ବର୍ଷ ଧରି ଚାକିରି ଅପେକ୍ଷାରେ ରହିଥିଲେ, ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କୁ ଚାକିରି ମିଳୁନଥିଲା, କିନ୍ତୁ ଯେବେ ଗୁରୁ ବୃହସ୍ପତି ବକ୍ରି ହୋଇଯିବେ ପ୍ରଥମେ ତ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ମୀନ ରାଶି ବ୍ୟକ୍ତିମାନଙ୍କୁ ଚାକିରି ମିଳିବାର ବହୁତ ସମ୍ଭାବନା ରହିଅଛି ଏବଂ ଯେଉଁ ବ୍ୟକ୍ତିମାନେ ଚାକିରି କରୁଛନ୍ତି ସେ ବ୍ୟକ୍ତିମାନଙ୍କୁ ପ୍ରମୋସନ୍ ମିଳିବାର ବହୁତ ସମ୍ଭାବନା ମଧ୍ୟ ରହିଅଛି। ଆଉ ତା ସହିତ ଆପଣଙ୍କର କ୍ୟାରିୟରରେ ମଧ୍ୟ କିଛି ନା କିଛି ପରିବର୍ତ୍ତନ ନିଶ୍ଚୟ ଆସିବ ଏବଂ ଆପଣଙ୍କର କାମ କାର୍ଯ୍ୟରେ ମଧ୍ୟ ଆପଣଙ୍କୁ କିଛି ନା କିଛି ପରିବର୍ତ୍ତନ ନିଶ୍ଚୟ ଦେଖାଦେବ ଏବଂ ଯେଉଁ ବ୍ୟକ୍ତିମାନଙ୍କର କାମ ବର୍ଷ ବର୍ଷ ଧରି ଅଧା ରହିଥିଲା, ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କାମକୁ ଆପଣମାନେ ପୂରଣ କରିପାରୁନଥିଲେ, କିନ୍ତୁ ଯେବେ ଗୁରୁ ବୃହସ୍ପତି ବକ୍ରି ହୋଇଯିବେ ଆପଣଙ୍କର ଅଧା ରହିଥିବା କାମ ମଧ୍ୟ ପୂରଣ ହୋଇଯିବ ଏବଂ ଆପଣଙ୍କର କାମ କାର୍ଯ୍ୟରେ ମଧ୍ୟ କିଛି ନା କିଛି ପରିବର୍ତ୍ତନ ଆପଣମାନେ ନିଶ୍ଚୟ କରିବେ ଏବଂ ଆପଣଙ୍କର କାମ କାର୍ଯ୍ୟକୁ ନେଇ ଆପଣମାନେ ଛୋଟ ମୋଟ ଟ୍ରାଭେଲିଂ ମଧ୍ୟ କରିପାରନ୍ତି। ଆଉ ଆପଣମାନେ ନୂଆ ନୂଆ ଲୋକମାନଙ୍କ ସାଙ୍ଗରେ ମଧ୍ୟ ମିଶିପାରନ୍ତି ଏବଂ ଯେଉଁ ମୀନ ରାଶିର ବ୍ୟକ୍ତିମାନେ ଫରେନ୍ ଯାଇକି ଚାକିରି କରିବାକୁ ଭାବୁଥିଲେ କିନ୍ତୁ କରିପାରୁନଥିଲେ, ସେ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ 9 ଅକ୍ଟୋବର ଠାରୁ ଚାକିରି ମିଳିବାର ବହୁତ ସମ୍ଭାବନା ରହିଅଛି। ଆପଣଙ୍କୁ ସମାଜରେ ବହୁତ ଭଲ ମାନ ସମ୍ମାନ ମଧ୍ୟ ମିଳିବ। ଆଉ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆପଣମାନେ ବିଶେଷ ଧ୍ୟାନ ରଖିବେ ଏବଂ ଆପଣଙ୍କର ମ୍ୟାଚୁରିଟି ଲେବୁଲ୍ ମଧ୍ୟ ବହୁତ ଭଲ ରହିବ ଏବଂ ଯେଉଁ ବ୍ୟକ୍ତିମାନେ କୌଣସି ବି କମ୍ପିଟିସନରେ ଭାଗ ନେବାକୁ ଚାହୁଁଛନ୍ତି ସେ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବହୁତ ଭଲ ଶୁଭ ଫଳ ମିଳିବ। କିନ୍ତୁ ଗୋଟିଏ ଖୁସିର କଥା ହେଲା ଯେ ଯେବେ ବୃହସ୍ପତି ବକ୍ରି ହୋଇଯିବେ ଯେଉଁ ବ୍ୟକ୍ତିମାନଙ୍କୁ ଡାଇଜେସନ୍ ସମସ୍ୟା ବାରମ୍ବାର ଦେଖାଯାଉଥିଲା ସେ ବ୍ୟକ୍ତିମାନଙ୍କର ଡାଇଜେସନ୍ ସମସ୍ୟା ଦୂର ହେବାର ବହୁତ ସମ୍ଭାବନା ରହିଅଛି ଏବଂ ସୁଗର ପେସେଣ୍ଟ ବ୍ୟକ୍ତିମାନଙ୍କର ସୁଗର ମଧ୍ୟ କଣ୍ଟ୍ରୋଲ ହେବାର ବହୁତ ସମ୍ଭାବନା ରହିଅଛି ଏବଂ ଯେଉଁ ବ୍ୟକ୍ତିମାନଙ୍କୁ ବାରମ୍ବାର ଇନଫେକ୍ସନ୍ ଏବଂ ଏଲାର୍ଜି ସମସ୍ୟା ଦେଖାଦେଉଥିଲା ସେ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଇନଫେକ୍ସନ୍ ଏବଂ ଏଲାର୍ଜି ସମସ୍ୟା ଦୂର ହେବାର ବହୁତ ସମ୍ଭାବନା ରହିଅଛି ଯେବେ ବୃହସ୍ପତି ବକ୍ରି ହୋଇଯିବେ ଏବଂ ଯେଉଁ ବ୍ୟକ୍ତିମାନଙ୍କୁ ବହୁତ ଦିନ ଧରି କିଛି ନା କିଛି ପେଟ ରୋଗ ସମସ୍ୟା ଲାଗିକି ରହୁଥିଲା ସେ ବ୍ୟକ୍ତିମାନଙ୍କର ପେଟ ରୋଗ ସମସ୍ୟା ମଧ୍ୟ ଦୂର ହେବାର ବହୁତ ସମ୍ଭାବନା ରହିଅଛି। କିନ୍ତୁ ଖାସ୍ କରି ମୀନ ରାଶିର ବ୍ୟକ୍ତିମାନେ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଗୁରୁ ବୃହସ୍ପତି ଆପଣଙ୍କର ତୃତୀୟ ଘରେ ବକ୍ରି ହେବାକୁ ଯାଉଛନ୍ତି। ଏହି କାରଣରୁ ଆପଣମାନେ ଛୋଟ ମୋଟ ଟ୍ରାଭେଲିଂ କରିପାରିବେ ଏବଂ ଟ୍ରାଭେଲିଂ ସମୟରେ ଆପଣଙ୍କ ସହିତ କଳି ଝଗଡ଼ା ଏବଂ ଆର୍ଗୁମେଣ୍ଟ ସମସ୍ୟା ଦେଖାଦେବାର ବହୁତ ସମ୍ଭାବନା ରହିଅଛି। ଏଥିପାଇଁ ମୀନ ରାଶିର ବ୍ୟକ୍ତିମାନେ ଟ୍ରାଭେଲିଂ କରୁଥିବା ସମୟରେ ଆପଣମାନେ ବିଶେଷ ସାବଧାନ ରୁହନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ କିମ୍ବା କଳି ଝଗଡ଼ା ଜମା ମଧ୍ୟ କରନ୍ତୁ ନାହିଁ। ଖାସ୍ କରି ଟ୍ରାଭେଲିଂ କରୁଥିବା ସମୟରେ ଆପଣମାନେ ବିଶେଷ ସାବଧାନ ରୁହନ୍ତୁ। ଆଉ ତା ସହିତ ଟ୍ରାଭେଲିଂ ସମୟରେ ଆପଣମାନେ ଚିଡ଼ିଚିଡ଼ା ସ୍ୱଭାବ ହୋଇପାରନ୍ତି ଏବଂ ଛୋଟ ଛୋଟ କଥାରେ ଆପଣମାନେ ଶୀଘ୍ର ରାଗିଯାଇପାରନ୍ତି। ବିଶେଷ କରି ମୀନ ରାଶିର ବ୍ୟକ୍ତିମାନେ ଏହି କଥାକୁ ଧ୍ୟାନ ରଖନ୍ତୁ
ଏବଂ ଯାତ୍ରା ସମୟରେ ଆପଣଙ୍କର ବାଣୀ ଏବଂ କ୍ରୋଧକୁ ବିଶେଷ କଣ୍ଟ୍ରୋଲରେ ରଖନ୍ତୁ। ଆଉ ଖାସ୍ କରି ଆପଣମାନେ ଯାତ୍ରା ସମୟରେ କୌଣସି ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ ଜମା ମଧ୍ୟ କରନ୍ତୁ ନାହିଁ। ଏବଂ ଗୋଟିଏ କଥା ଖାସ୍ କରି ଧ୍ୟାନ ରଖନ୍ତୁ ଯେ କୌଣସି ବ୍ୟକ୍ତିଙ୍କୁ ଆପଣମାନେ ଟଙ୍କା ପଇସା ଧାର କରଜ ଦିଅନ୍ତୁ ନାହିଁ ଏବଂ ଆପଣମାନେ ମଧ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ଧାର କରଜ ଆଣନ୍ତୁ ନାହିଁ। ଯଦି ବା ଟଙ୍କା ପଇସା ଦିଆନିଆ କରୁଛନ୍ତି ତାହେଲେ ଆପଣମାନେ 100 ଥର ଭାବିଚିନ୍ତିକି କରନ୍ତୁ, ନହେଲେ ଆପଣମାନେ ବହୁତ ଲସ୍ରେ ପଡ଼ିପାରନ୍ତି। ବିଶେଷ କରି ଏହି କଥାକୁ ଧ୍ୟାନ ରଖନ୍ତୁ ଏବଂ ଟଙ୍କା ପଇସା କାରବାର କରିବା ସମୟରେ ଆପଣମାନେ ବିଶେଷ ସାବଧାନ ରୁହନ୍ତୁ ଏବଂ ଆପଣଙ୍କର ମ୍ୟାରେଜ୍ ଲାଇଫକୁ ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ, କାରଣ ଆପଣଙ୍କର ମ୍ୟାରେଜ୍ ଲାଇଫରେ ବିନା କାରଣରେ ଆର୍ଗୁମେଣ୍ଟ ହେବାର ବହୁତ ସମ୍ଭାବନା ରହିଅଛି ଏବଂ କିଛି କାରଣ ନଥାଇ ମଧ୍ୟ ଆପଣଙ୍କର ମନ ଭିତରେ ଆପଣମାନେ ଅନେକ ଭାବନା ଭାବିପାରନ୍ତି। ଆଉ ତା ସହିତ ଆପଣଙ୍କର ବାପାଙ୍କ ସହିତ ମଧ୍ୟ ଆର୍ଗୁମେଣ୍ଟ ହେବାର ବହୁତ ସମ୍ଭାବନା ରହିଅଛି। ସେଥିପାଇଁ ଆପଣମାନେ ବାପାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣମାନେ ବିଶେଷ ସାବଧାନର ସହିତ କଥାବାର୍ତ୍ତା କରନ୍ତୁ ଏବଂ ଆପଣଙ୍କର ମ୍ୟାରେଜ୍ ଲାଇଫ୍ ଏବଂ ବାପାଙ୍କ ସହିତ ଆର୍ଗୁମେଣ୍ଟ ଜମା ମଧ୍ୟ କରନ୍ତୁ ନାହିଁ, ନହେଲେ ଛୋଟ ସମସ୍ୟା ମଧ୍ୟ ଆପଣଙ୍କ ପାଇଁ ବହୁତ ବଡ଼ ହୋଇଯିବ ଏବଂ ଆପଣମାନେ ଅନଲାଇନ୍ ଜିନିଷ ପ୍ରତି ମଧ୍ୟ ଅଧିକା ଇଣ୍ଟରେଷ୍ଟ ଦେଇପାରନ୍ତି। ଆଉ ତା ସହିତ ଆପଣମାନେ ମୋବାଇଲରେ ମଧ୍ୟ ଅଧିକା ସମୟ ନଷ୍ଟ କରିପାରନ୍ତି। ଏହି କାରଣରୁ ମୀନ ରାଶିର ବ୍ୟକ୍ତିମାନେ ମୋବାଇଲ ଏବଂ ଅନଲାଇନ୍ ପ୍ରତି ଟିକେ ସାବଧାନ ରୁହନ୍ତୁ ଏବଂ ଯେଉଁ ବ୍ୟକ୍ତିମାନେ ଅନଲାଇନ୍ରେ ବେପାର ବିଜନେସ୍ କରୁଛନ୍ତି ସେ ବ୍ୟକ୍ତିମାନେ ମଧ୍ୟ ଟିକେ ବିଶେଷ ଧ୍ୟାନ ରଖନ୍ତୁ। ଆଉ ସବୁବେଳେ ଅନଲାଇନ୍ରେ ଟଙ୍କା ପଇସା କାରବାର କରୁଥିବା ବ୍ୟକ୍ତିମାନେ ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ, ନହେଲେ ଆପଣମାନେ ବହୁତ ଲସ୍ରେ ପଡ଼ିପାରନ୍ତି। ମୀନ ରାଶିର ବ୍ୟକ୍ତିମାନେ ଏହି କଥାକୁ ଧ୍ୟାନ ରଖନ୍ତୁ ଏବଂ 9 ଅକ୍ଟୋବର ଠାରୁ ଅନଲାଇନ୍ରେ କାମ କାର୍ଯ୍ୟ ଏବଂ ବେପାର ବିଜନେସ୍ କରୁଥିବା ବ୍ୟକ୍ତିମାନେ ବିଶେଷ ସାବଧାନ ରୁହନ୍ତୁ ଏବଂ ବୃହସ୍ପତିଙ୍କର ବକ୍ରି ଦୃଷ୍ଟି ଆପଣଙ୍କର ଏକାଦଶ ଘରେ ପଡ଼ିବା ଯୋଗୁଁ ଆପଣମାନେ କିଛି ନୂଆ ବେପାର ବିଜନେସ୍ ମଧ୍ୟ ଆରମ୍ଭ କରିବାକୁ ଭାବିପାରନ୍ତି ଏବଂ ଆପଣଙ୍କର କାମ କାର୍ଯ୍ୟରେ ଆପଣମାନେ କିଛି ନା କିଛି ପରିବର୍ତ୍ତନ କରିବାକୁ ମଧ୍ୟ ଭାବିବେ ଏବଂ ଆପଣଙ୍କର ଜୀବନରେ ଆପଣମାନେ ଆଗକୁ ବଢ଼ିବା ପାଇଁ କିଛି ବଡ଼ ପ୍ଲାନିଂ ମଧ୍ୟ ଆପଣମାନେ କରିପାରନ୍ତି। କିନ୍ତୁ ମୀନ ରାଶିର ବ୍ୟକ୍ତିମାନେ ଖାସ୍ କରି ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଯେବେ ଗୁରୁ ବୃହସ୍ପତି ବକ୍ରି ହୋଇଯିବେ ଆପଣମାନେ ଆପଣଙ୍କର ମନ ଭିତରେ ବେକାରିଆ ଟେନସନ୍ ମଧ୍ୟ ନେଇପାରନ୍ତି ଏବଂ କିଛି କାରଣ ନଥାଇ ମଧ୍ୟ ଆପଣମାନେ ଦିନେ ଦିନେ ବହୁତ ଟେନସନ୍ରେ ରହିପାରନ୍ତି ଏବଂ ନିଜକୁ ନିଜେ ଆପଣମାନେ ବହୁତ ଦୁଃଖରେ ରହିପାରନ୍ତି ଏବଂ ଆପଣମାନେ 9 ଅକ୍ଟୋବର ଠାରୁ ବେକାରିଆ କାମ କାର୍ଯ୍ୟରେ ମଧ୍ୟ ଆପଣମାନେ ସମୟ ନଷ୍ଟ କରିପାରନ୍ତି। ସେ କାମରେ ଆପଣଙ୍କୁ ଟଙ୍କାଟି ନ ମିଳୁ ପଛେ କିନ୍ତୁ ବେକାରିଆ କାମ କାର୍ଯ୍ୟକୁ ଆପଣମାନେ କରିବା ପାଇଁ ପ୍ରସ୍ତୁତ ହୋଇଯିବେ ଏବଂ କିଛି ବେକାରିଆ ଲୋକମାନଙ୍କ ସାଙ୍ଗରେ ମିଶି ଆପଣମାନେ ସମୟ ମଧ୍ୟ ନଷ୍ଟ କରିପାରନ୍ତି। ଏହି କାରଣରୁ ମୀନ ରାଶିର ବ୍ୟକ୍ତିମାନେ ବେକାରିଆ ଲୋକମାନଙ୍କ ସାଙ୍ଗ ମିଶନ୍ତୁ ନାହିଁ କିମ୍ବା ସମୟ ନଷ୍ଟ କରନ୍ତୁ ନାହିଁ। ଆଉ ତା ସହିତ ଆପଣମାନେ କୌଣସି ବି ବେକାରିଆ କାମ କାର୍ଯ୍ୟରେ ଆପଣମାନେ ମୁଣ୍ଡ ପଶାନ୍ତୁ ନାହିଁ। ଯେକୌଣସି କାମ କାର୍ଯ୍ୟ ମଧ୍ୟ ଆପଣମାନେ କରିଲେ ନିଜ ଫାଇଦା ପାଇଁ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। ଦର୍ଶକ ବନ୍ଧୁ, ଏ ଥିଲା ଯେବେ ଗୁରୁ ବୃହସ୍ପତି ବକ୍ରି ହୋଇଯିବେ ଆପଣଙ୍କର ଜୀବନରେ ଘଟିବାକୁ ଯାଉଥିବା କିଛି ସତ୍ୟ ଭବିଷ୍ୟବାଣୀ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ପସନ୍ଦ ଲାଗିଥାଏ ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଧନ୍ୟବାଦ।